ଯଦି ଆମେ କହୁନେ ଚମେଲି ଓଝା ସମ୍ପୂର୍ଣ୍ଣ ଦୋଷମୁକ୍ତ ବା ବା ଅନ୍ୟମାନେ ସମସ୍ତେ ଦୋଷୀ, ମୁଁ ସେ କଥା କହୁନାହିଁ। ସେ ଦିଗକୁ ବି ମୁଁ ଯିବି ନାହିଁ, କାରଣ ସେଭଳି ନ୍ୟାୟ ବା ସେଭଳି ଯୁକ୍ତି ଦେବାର ଦକ୍ଷତା ଯୋଗ୍ୟତା ମୋର ବି ନାହିଁ। ସେ ସମସ୍ତ କରିବାର କାର୍ଯ୍ୟକ୍ରମ ହଉଛି ପୁଲିସ ଆଉ ଅଦାଲତ, ପୁଲିସ ତଦନ୍ତ ଆଉ ଅଦାଲତ କରିବ ପରବର୍ତ୍ତୀ ପର୍ଯ୍ୟାୟରେ। କିନ୍ତୁ ଚମେଲି ଓଝା ଯେତେବେଳେ ଅସୁସ୍ଥ ଅଛନ୍ତି, ତାଙ୍କ ପ୍ରତି କିଏ ବାଡେଇଛନ୍ତି, କିଏ ମାରିଛନ୍ତି, କିଏ କହୁଣି ମାରିଛନ୍ତି, କିଏ ପେନସିଲ ପୁରେଇଛନ୍ତି, କିଏ କଣ କରିଛନ୍ତି, ଯୋଉ ଅଭିଯୋଗ ଆସୁଛି, ଭିଡିଓ କହୁଛନ୍ତି ତାଙ୍କୁ କିଏ ମାରିଛନ୍ତି, ତାଙ୍କୁ ଆକ୍ରମଣ କରାଯାଇଛି, ସେ ସମସ୍ତ ଅଭିଯୋଗ ପ୍ରତ୍ୟାଭିଯୋଗର ତଦନ୍ତ ତ ହବ। କିନ୍ତୁ ଚମେଲି ଓଝା ଜଣେ ଜନପ୍ରତିନିଧି, ସେ ତ କୌଣସି ଅପରାଧୀ ନୁହନ୍ତି, ଅଭ୍ୟାସଗତ ଅପରାଧୀ ନୁହନ୍ତି ଯେ ତାଙ୍କୁ ନିହାତି ଭାବରେ ଜେଲ ପଠେଇ ଦେବାର ଆବଶ୍ୟକତା ଥିଲା। ଏତେ ଜରୁରୀ ଥିଲା ଗୋଟେ ଝିଅକୁ ଜେଲ ପଠେଇ ଦେବାଟା? ଯୋଉମାନେ ଅନ୍ୟମାନେ ସମ୍ପୃକ୍ତ ଥିଲେ ସେମାନଙ୍କୁ କୋହଳ କରିଦେଲେ, ସେମାନେ ବି ଫେରାର ହେଇଯାଇଛନ୍ତି। ଅନ୍ୟ ଯୋଉ ଅଭିଯୁକ୍ତ ସେମାନଙ୍କୁ ହଇରାଣ କରୁଥିଲେ। ତା ମାନେ ଇଏ କୋଉଠି ନା କୋଉଠି ପୋଲିସ ଆଉ ପ୍ରଶାସନ ମାନେ ଆରମ୍ଭ ହେଇଛି ବିଡିଓଙ୍କ ସହିତ ଆଲୋଚନା ପ୍ରସଙ୍ଗରୁ। ବିଡିଓ ଠିକଣା ଭାବରେ ତାଲିକା ଦେଇନାହାନ୍ତି କି ତଥ୍ୟ ଦେଇନାହାନ୍ତି ତାଙ୍କୁ, ସେଇଠୁ ଯୁକ୍ତି ଆରମ୍ଭ ହେଇଛି, ସେଠି ରାଜନୈତିକ କର୍ମୀଙ୍କର ଇନଭଲଭମେଣ୍ଟ ଆସିଛି। ଇଏ ଘଟଣାକ୍ରମକୁ ପ୍ରଶାସନ ଆଉ ପୋଲିସ କେବଳ ଗୋଳିଆ କରିଛନ୍ତି, ଆଉ କିଛି ଏଥିରେ କାହାକୁ ଆପଣ ମାନେ ଗୋଳିଆ କଲେ ବୋଲି ସେ ଝିଅଟି ଅସୁସ୍ଥ ଥିଲା, ତାକୁ ହସ୍ପିଟାଲରେ ପୁରେଇଲେ, ସେଇଟା ପୁଣି ସୁସ୍ଥ ବୋଲି ଦର୍ଶେଇକିରି ସେଇଠୁ ପୁଣି 2 ଘଣ୍ଟା ପରେ ତା ଦେହ ଖରାପ ହେଇଗଲା, ତାକୁ ପୁଣି ଆସିକି ହସ୍ପିଟାଲରେ କଲେ। ବେଡ୍ ଟେ ଦେଲେନି। ଆପଣ ଯଦି ବେଡ୍ ଟେ ଦେଇଥାନ୍ତେ ବିରୋଧୀ ଦଳ କାହିଁକି ପଶିଥାନ୍ତେ? ସେଠି ବିରୋଧୀ ଦଳ ପଶିଲେ, ବିରୋଧୀ ଦଳ ପଶିକି କହିଲେ ତାଙ୍କୁ କାହିଁ ବେଡ୍ ଦେଲ, ତାପରେ ବେଡ୍ ଦେଲେ। ମୁଁ କହିବା କଥା, ସରକାର ଯାହା କରିବା କଥା, ପ୍ରଶାସନ ଯାହା କରିବା କଥା, କୋଉଠି ନା କୋଉଠି ସେମାନେ ଠିକଣା ଭାବରେ ବା ୟା ପଛରେ ରାଜନୈତିକ ହସ୍ତକ୍ଷେପ ଥାଇପାରେ। ରାଜନୈତିକ ହସ୍ତକ୍ଷେପକୁ ନହେଲେ ପୋଲିସ ଆଉ ପ୍ରଶାସନ କୌଣସି ବ୍ୟକ୍ତି ବିରୁଦ୍ଧରେ ଏଭଳି ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟ କରିବ ନାହିଁ। ନାଇଁ ନାଇଁ, ଦେଖନ୍ତୁ, ସେ ଭିଡିଓ ହଉଛନ୍ତି, କୁହାଯାଉଛି, ମୁଁ ତ ଜାଣିନି ସମ୍ପୂର୍ଣ୍ଣ ତଥ୍ୟ, ସେ ଅଞ୍ଚଳ 3-3ଟା ପଦବୀରେ ଅଛନ୍ତି ସେ, ବୁଝିପାରୁଛନ୍ତି ତ? ସେ ନିହାତି ଏତେ କ୍ୟାପେବଲ ଭିଡିଓ ହେଇଥିବେ। ଯଦି କ୍ୟାପେବଲ ହ୍ୟାଣ୍ଡେଲ କରିବାର ଦକ୍ଷତା ଆପଣଙ୍କର ଯଦି ଏତିକି ଅଛି ପରିସ୍ଥିତିକୁ, ଆଉ ବିଧାୟକ ଯଦି ଆପଣଙ୍କୁ ସେଇଠି ରଖିଛନ୍ତି, ହଁ, ତା ମାନେ ଆପଣ ଏତେ ଗୋଟେ ଛୋଟିଆ ପରିସ୍ଥିତିକୁ ହ୍ୟାଣ୍ଡେଲ କରିପାରିଲେ ନାହିଁ। ସେ ଯଦି ଯାଇଥିଲେ ତାଙ୍କୁ ଆପଣ ତଥ୍ୟ ଦେଇଥିଲେ, ତାଙ୍କୁ ଟିକେ ସହଯୋଗ, ପ୍ରତିନିଧିର ଅଧିକାର ଅଛି, ସେ ପଚାରି ପାରିବ ତାର ସମସ୍ୟା ହଉଛି, ପାଣି ପାଇଁ ସମସ୍ୟା ହଉଛି, ଘର ଅଟକିକି ଅଛି, ସେ ପଚାରିବାକୁ ଆସିଛି। ରାଜନୈତିକ କାରଣ ରହିଥାଇପାରେ, ବିଧାୟକଙ୍କ ସହିତ ତାଙ୍କର ପ୍ରଥମରୁ ତ ଭଲ ଥିଲା, ବିଧାୟକଙ୍କ ସହିତ ତାଙ୍କର ସମ୍ପର୍କ ତ ସୁସମ୍ପର୍କ। ସେ ତ ନିଜକୁ ବିଜେପିର ବିଧାୟକ, ବିଜେପିର ସରପଞ୍ଚ ବୋଲି ନିଜକୁ କହିଛନ୍ତି, ଅତୀତରେ ବିଜେପି ସମର୍ଥିତ ସରପଞ୍ଚ। ତା ଭିତରେ କଣ ହେଇଛି ସେଟା ତ ଆମେ ଜାଣିନେ। ବିଧାୟକ ଆପଣଙ୍କ ଭିତରେ ବା ବିଧାୟକ ଚମେଲିଙ୍କ ଭିତରେ କଣ ହେଇଛି ସେଟା ସମୟ କହିବ, ସେଟା ଧୀରେ ଧୀରେ ସ୍ପଷ୍ଟ ହବ। କିନ୍ତୁ ଜଣେ ଜନପ୍ରତିନିଧି ହିସାବରେ ସେ ବ୍ଲକକୁ ଯାଇକିରି ପଚାରିବେ, କୌଣସି ଅସୁବିଧା ନାହିଁ। ତାଙ୍କୁ ପ୍ରତିରୋଧ କରିବାର ହକ୍ କିଏ ଦେଲା? ସେଇ ଯୋଉ ବାହାର ଲୋକମାନଙ୍କୁ, ବାହାର ଲୋକମାନେ ତାଙ୍କୁ ପ୍ରତିରୋଧ କରିବାକୁ କିଏ? ତେଣୁ ଏସବୁ ସେମାନେ ପ୍ରତିରୋଧ କଲେ ବୋଲି, ପ୍ରଶାସନ ଠିକଣା ଭାବରେ ହ୍ୟାଣ୍ଡେଲ କଲାନି ବୋଲି ତ ଆଜି ଏ ପରିସ୍ଥିତି ହେଲା ନା। ତେଣୁ ମୁଁ ସବୁଠୁ ବଡ ଦାୟୀ କରିବି ପ୍ରଶାସନକୁ ଆଉ ପୋଲିସକୁ। ସେମାନେ ଘଟଣାକୁ ଠିକଣା ଭାବରେ ହ୍ୟାଣ୍ଡେଲ ନ କରିପାରିଲେ ବୋଲି ଏ ଘଟଣା ଏଭଳି ତିକ୍ତ ହେଲା, ଆଉ ବିରୋଧୀ ଦଳ ପ୍ରତିବାଦ କରିବାର ସୁଯୋଗ ପାଇଲେ। ମୁଁ ବୁଝିପାରୁନି, ଆପଣଙ୍କୁ ଦାୟିତ୍ୱ ଦିଆଯାଇଛି, ମୁଁ ଜଣେ ସାମ୍ବାଦିକ, ମୋ କାମଟା ଯାହା ମୁଁ ସେଟା କରିବି, ଯେତେ କଷ୍ଟ ପଡୁ। ଆଜ୍ଞା, ରାତି 2ଟା ପର୍ଯ୍ୟନ୍ତ ନ୍ୟୁଜ ଆମେ କରୁଛୁ ବସିକିରି, ମୁଁ ଅଧୈର୍ଯ୍ୟ ହେଲେ ହବ କି? ମୋର 30 ଜଣ ରିପୋର୍ଟର ଅଛନ୍ତି, ସେମାନଙ୍କ ନ୍ୟୁଜ ଯଦି ନ ପାଇ କାଲି ସେ ମନ୍ଦ କରିବ। ମୋ ଦାୟିତ୍ୱ ସେଇଟା, ମୋ ଉତ୍ତର ଦାୟିତ୍ୱ ସେଇଟା। ସେମିତି ଗୋଟେ ପ୍ରଶାସନିକ ଅଧିକାରୀର ସେଇଟା ହଉଛି ଉତ୍ତର ଦାୟିତ୍ୱ। ତୁମେ କାମ କରିବା ପାଇଁ ସେଠି ଅଛ, ରାଜନେତା ମାନଙ୍କର ବୁକୁଚା ବୁହା ହେବା ପାଇଁ ସେଠି ନାହଁ। ତୁମେ ପାଠ ସାଠ ପଢିକିରି କମ୍ପିଟିଟିଭ ଏକ୍ସାମିନେସନ ଦେଇକି ଆସିଛଟି। ତେବେ ଯେତେବେଳେ ଗୋଟେ ପଦବୀରେ ଅଛ, ପଦବୀର ମର୍ଯ୍ୟାଦା ରଖିବା ଉଚିତ। ଅଧୈର୍ଯ୍ୟ ହରା ହେଇଗଲେ ବା ଆପଣ ମାନେ ଯଦି ରାଜନୈତିକ ନେତାଙ୍କର ହାତ ବାରିଶି ସାଜିବେ, ଅତୀତରେ ବି ହଉଥିଲା, ଆଜି ବି ନୂଆ ନୁହଁ ଯେ ଏଇ ସରକାରରେ କେବଳ ଚାଲିଛି। ଆଗରୁ ରାଜନୈତିକ ହାତ ବାରିଶି ହଉନଥିଲେ, ବିଜେଡି ସରକାର ସମୟରେ ବି ହାତ ବାରିଶି ହଉଥିଲେ। କିନ୍ତୁ ଏଭଳି ପରିସ୍ଥିତିରେ ଗୋଟେ ମହିଳା, ଯେତେବେଳେ ସାମ୍ନାରେ ଜଣେ ମହିଳା ଅଛି,
सामने तार कौन किसी ये नहीं जे से किसी हिंसात्मक परिस्थिति सृष्टि करी। देश विदेश कोण अनुकोण टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्यम भूलंतुनि।